ଆପଣ ଦେଖିବେ ସେଟା 2002 ସେମିତି ଗୋଟେ ମ୍ୟାଜିକ ହେଇଥିଲା ଏବଂ ଏବେ ବି ସେ ମ୍ୟାଜିକ ହେଇ ହବାର ଚାନ୍ସ ଅଛି। ଆମେ ତ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଜଣେଇ ଦେଇଛୁ। ସ୍ୱାଧୀନ ପ୍ରାର୍ଥୀ ତାଙ୍କର ଜିତିବା ହାରିବା ସେ ତାଙ୍କର ଲାଗିଛନ୍ତି। ଦେଖନ୍ତୁ ଗୋଟେ ହଉଛି ବିଜୁ ପ୍ରେମୀ ଆଉ ଗୋଟେ ହଉଛି ନବୀନ ପ୍ରେମୀ। ବିଜୁ ପ୍ରେମୀ ମାନେ ଦିଲ୍ଲୀପ ରାୟଙ୍କୁ ପସନ୍ଦ କରୁଛନ୍ତି, ଇଏ ଗୋଟେ ପ୍ରସଙ୍ଗ। ଆଉ କିଛି ଅଛନ୍ତି ନବୀନ ପ୍ରେମୀ। ତ ବିଜେଡି ପାର୍ଟିରେ ତ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି। କୋଉ ଦିନ କେତେବେଳେ କେତେବେଳେ ଛାଡିକି କିଏ ଯାଉ ତାର କିଛି ହିସାବ ନାହିଁ। କଣ ହବ ରେଜଲ୍ଟ ଆସିଲେ ଜଣା ପଡିବ, କିଏ ଦେଲେ କିଏ ନଦେଲେ ଜଣା ପଡିବ। ଅବିକାଠୁ କହିପାରିବିନି ମୁଁ, ନିଶ୍ଚୟ 16 ତାରିଖରୁ, କିନ୍ତୁ ଆମେ କନଫିଡେଣ୍ଟ ଅଛୁ ଆମେ 3 କୁ 3 ଜିତି। ନାଇଁ ସେଟା ତ ଭବିଷ୍ୟତ କଥା। ଆମେ 3 ପାଇଁ ଆଶା ରଖିଛୁ, 3 ହବ। କିଛି ପ୍ରଭାବ ପଡିବ। ଆମର ବହୁମତି ଆସିଲେ ଗୁଡେ ପ୍ରୋଜେକ୍ଟକୁ ଉଦ୍ଘାଟନ କଲେ, 20ଟା ସାଇବର ଥାନାକୁ ଉଦ୍ଘାଟନ କଲେ। ଏ କାମରେ ଆସିଥିଲେ, ସରକାରୀ କାମରେ ଆସିଥିଲେ, ବୁଝିପାରିଲେ। ତେଣୁ ତାପରେ ସେ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ପାର୍ଟି ଅଫିସକୁ ଆସିବାକୁ ମନା ଅଛି। ପାର୍ଟି ଅଫିସକୁ ଆସି ପୁଣି ନେତା ମାନଙ୍କୁ ଭେଟିଲେ, ସେଠାରେ ତ କିଛି ଅସୁବିଧା ନାହିଁ। ସେ ଆମର ମନ୍ତ୍ରୀ, ସେ ମାନେ ଆମର ମାନେ ସର୍ବମାନ୍ୟ ନେତା, ବୁଝିପାରିଲେ। ଅମିତ ଶାହ ସେ ଆମର ସର୍ବମାନ୍ୟ ନେତା। ସେ ଆସିକି କାହାକୁ ଭେଟିବେ, କଣ କରିବେ କଣ ନାହିଁ ତାଙ୍କର। ମାନେ ମୋ ସହିତ କଣ କଥା, ପାର୍ଟିର ସେ ତ କ୍ୟାଣ୍ଡିଡେଟ୍ ନୁହନ୍ତି, ସେ ତ ସ୍ୱାଧୀନ କ୍ୟାଣ୍ଡିଡେଟ୍। ସେ ସମସ୍ତଙ୍କ ସହିତ ଆଲୋଚନା କରିପାରିବେ।